ଖାଅ ଖାଅ ମନ ଭରିକି ଚିନି ପାଣି ଖାଅ। ତମ ପାଇଁ ତ ମୁଁ ଏଇ ଗଭୀର ଜଙ୍ଗଲ ଭିତରକୁ ଆସିଛି। ବାଘ ଆମ କେମିତି ଅଛ? ଆଉ ତମ ଦିନ କାଳ କେମିତି ଚାଲିଛି? ଆରେ ମାଙ୍କଡ଼, ମୋ ଦିନ କାଳ ଭଲ ଚାଲିଛି। ମୁଁ ଏଇ ମହୁ ଚାଷ କରିକି ମହୁ ବିକ୍ରି କରିକି ବେଶ ଆରାମରେ ଅଛି। କିନ୍ତୁ ବାଘ ଆମ ସବୁ ମହୁମାଛି ଗୁଡ଼ା ତ ଉଡ଼ିକି ପଳାନ୍ତି, କିନ୍ତୁ ଏଇ ମହୁମାଛି ଗୁଡ଼ା ଉଡ଼ିକି ଯାଉନାହାନ୍ତି କ'ଣ ପାଇଁ? ଏଇ ମହୁମାଛି ଗୁଡ଼ାକୁ ମୁଁ ବହୁତ ଯତ୍ନରେ ରଖିଛି। ଏଇ ମହୁମାଛି ଗୁଡ଼ାକୁ ମୁଁ ସବୁଦିନେ ଚିନି ପାଣି ଖାଇବା ପାଇଁ ଦଉଛି। ଆଉ ଏଇ ଆଖପାଖରେ ମୁଁ କିଛି ଶବ୍ଦ ହେବାକୁ ଦଉନି। ଯଦି କିଛି ଆଖପାଖରେ ଶବ୍ଦ ହବ ତାହେଲେ ମହୁମାଛି ଗୁଡ଼ା ଉଡ଼ିକି ପଳେଇବେ। এই କୁମ୍ଭୀର ଛୁଆ, ତତେ ଏଠି କିଏ ବାଜା ବଜେଇବା ପାଇଁ କହିଲା? ବନ୍ଦ କର। ତ ବାଜା ବଜେଇବା ଯୋଗୁ ଏଇ ସବୁ ମହୁମାଛି ଗୁଡ଼ା ଉଡ଼ିକି ପଳେଇବେ। ଏଇ ଏବେ ଏଇଠୁ ପଳା, ନହେଲେ ଗୋଟେ ଗୁଇଠା ମାରିବି, ଏଇ ଜଙ୍ଗଲରୁ ବାହାରେ ଯିବୁ। ମୁଁ ମୋ ମାଆକୁ କହିଦେବି ତମେ ମତେ ଗୁଇଠା ମାରିବ କହିଲ। ମୁଁ ମୋ ମାଆକୁ କହିଦେବି। ଏଇ ଦୁଷ୍ଟ କୁମ୍ଭୀର ଛୁଆ ଆଜି ବାଜା ବଜେଇ ବଜେଇ ମୋ ସବୁ ମହୁମାଛି ଗୁଡ଼ାକୁ ଉଡ଼େଇ ଦେଇଥାନ୍ତା। ଭଲ ହେଲା ମୋର ଗୋଟେ ବି ମହୁମାଛି ଉଡ଼ିକି ପଳେଇଲେନି। ଏଇ ମାଙ୍କଡ଼, ତୁ ଏବେ ଆଇ, ଏଇ ମହୁମାଛି ଗୁଡ଼ାକୁ ଯତ୍ନ ନେବାରେ ମୋତେ ସାହାଯ୍ୟ କର। ତା ବଦଳରେ ମୁଁ ତତେ ମହୁ ଖାଇବା ପାଇଁ ଦେବି। ହଁ ବାଘ ଆମ, ମୁଁ ତମକୁ ନିଶ୍ଚୟ ସାହାଯ୍ୟ କରିବି। ଏଇ ପଲ୍ଟୁ, ହେଲିକପ୍ଟର କେତେବେଳେ ଆସିବ ରେ? ତୁ ଫୋନ କରିଥିଲୁ କି? ଆରେ ହଁ ହଁ, ମୁଁ ତ ଆଉ କିଛି ସମୟ ଆଗରୁ ଫୋନ କରିଥିଲି। ସିଏ କହିଲା ଆଉ ଅଧା ଘଣ୍ଟା ସମୟ ଲାଗିବ। ଆରେ ହେଲିକପ୍ଟରରେ ଆମେ ଭିଡ଼ିଓ ସୁଟିଂ କରିବା ବୋଲି ମୋ ମନ ଆଜି ବହୁତ ଖୁସି। ମୋତେ ଆଜି ହେଲିକପ୍ଟରରେ ବସିବାକୁ ମିଳିବ। ୟାହୁ! ହଉ ଠିକ୍ ଅଛି, ହେଲିକପ୍ଟର ଆସୁ। ଆମେ ଚାଲ ସୁଟିଂ କରିବା ପାଇଁ ଗୋଟେ ଭଲ ଜାଗା ଦେଖିବା। ହଉ ଠିକ୍ ଅଛି, ଚାଲ। ଆରେ ତୁ ତ କହୁଥିଲୁ ଅଧା ଘଣ୍ଟାରେ ହେଲିକପ୍ଟର ପହଞ୍ଚିଯିବ। ହେଲିକପ୍ଟର ତ ଏପର୍ଯ୍ୟନ୍ତ ଆସିଲାନି। ଆରେ ସିଏ ତ କହୁଥିଲା ଅଧା ଘଣ୍ଟାରେ ପହଞ୍ଚିଯିବି ବୋଲି। ସିଏ ତ ଏପର୍ଯ୍ୟନ୍ତ ଆସିଲାନି। ମୁଁ ଆଉ କ'ଣ କରିବି? ଆରେ ତୁ ତାକୁ କହିଥାନ୍ତୁ ନା, ତୁ ଠିକ୍ ସମୟରେ ନ ପହଞ୍ଚିଲେ ତୋର ଅଧା ଭଡ଼ା କାଟିଦେବୁ ବୋଲି। ଆରେ ଏଇ ତ ହେଲିକପ୍ଟର ଆସିଲାଣି। ୟାହୁ! ହେଲିକପ୍ଟର ଆସିଗଲା ରେ। ଏବେ ଆମେ ଭିଡ଼ିଓ ସୁଟିଂ କରିପାରିବା। ୟାହୁ! ବାଘ ଆମ ଦେଖ ଦେଖ, ଏଇ ମହୁମାଛି ଗୁଡ଼ା ଉଡ଼ିକି ପଳଉଛନ୍ତି। ଆରେ ଆରେ ମହୁମାଛି ଦଳ ତ ଉଡ଼ିକି ପଳଉଛନ୍ତି। ଏଇ ମହୁମାଛି ଦଳ ଉଡ଼ିକି ଯାଅନି, ରୁହ ରୁହ।
ଆରେ ଏଇ ମହୁମାଛି ଗୁଡାକୁ ତ ମୁଁ ବହୁତ କଷ୍ଟରେ ରଖିଥିଲି। ଏଇ ମହୁମାଛି ଗୁଡା ତ ଉଡିକି ପଳେଇଲେ। ଆରେ ଏଇଠିକି ତ ଆଗରୁ ହେଲିକପ୍ଟର ଆସୁନଥିଲା। ଏଇ ହେଲିକପ୍ଟର କୁଆଡୁ ଆସିଲା? ଏଇ ହେଲିକପ୍ଟର ପାଇଁ ମୋ ମହୁମାଛି ଗୁଡା ଉଡିକି ପଳେଇଲେ। ଏଇ ହେଲିକପ୍ଟର ଏଠିକି କିଏ ଆଣିଲା? ମୁଁ ଯାଇକି ଦେଖେ। ଏଇ ହେଲିକପ୍ଟର ଯିଏ ଆଣିଛି ତାକୁ ମୁଁ ଆଜି ଛାଡ଼ିବିନି। ଏଇ ମୁଁ ହେଲିକପ୍ଟର ନେଇକି ଆସିଗଲି। ଏଇ ତୁ ଏତେ ଡେରି କଲୁ କ'ଣ ପାଇଁ? ତୋର ଅଧା ପଇସା ଆମେ କାଟିଦେବୁ। ଆରେ ନା ନା, ମୋ ପଇସା କାଟନି, ଟିକେ ଡେରି ହେଇଗଲା ଆଉ। ଏବେ ଚାଲ ଭିଡ଼ିଓ ସୁଟିଂ କରିବାର ଆରମ୍ଭ କର। ଆରେ ହଁ ହଁ, ଚାଲ ଚାଲ, ବହୁତ ଡେରି ହେଇଗଲାଣି। ଏବେ ଭିଡ଼ିଓ ସୁଟିଂ କରିବାର ଆରମ୍ଭ କରିବା। ଏଇ ଶୁଣ ଶୁଣ, ହେଲିକପ୍ଟର ଉପରେ ତମେ 2 ଜଣ ଝଗଡ଼ା କରିବ, ଆଉ ମୁଁ ଏପଟୁ ସୁଟିଂ କରିବି। ରୋଲ୍ କ୍ୟାମେରା ଆକ୍ସନ୍। ବାଘ ଆମ ଦେଖ ଦେଖ, ଏଇ ଦୁଷ୍ଟ ଶିଆଳ ଦଳ ହେଲିକପ୍ଟରଟାକୁ ଆଣିଛନ୍ତି। ଏଇ ଦୁଷ୍ଟ ଶିଆଳ ଯୋଗୁ ତମ ମହୁମାଛି ଗୁଡା ଆଜି ଉଡିକି ପଳେଇଲେ। ଏଇ ଦୁଷ୍ଟ ଶିଆଳ ଦଳକୁ ମୁଁ ଛାଡ଼ିବିନି। ଏଇ ଲାଲଟୁ, ତୁ ଭଲରେ କରୁନୁ। ଏଇ ଦୁଷ୍ଟ ଶିଆଳ ଦଳ, ତମମାନଙ୍କ ଯୋଗୁ ମୋ ମହୁମାଛି ଗୁଡା ଉଡିକି ପଳେଇଲେ। ତମେ ଏଇଠି ଭିଡିଓ ସୁଟିଂ କରୁଛ। ତମ କାହାରିକୁ ମୁଁ ଆଜି ଛାଡ଼ିବିନି। ଆରେ ଏଇ ବାଘ ଆମକୁ କୁଆଡୁ ଆସିଲା? ଏଇ ତୁ ଜଲ୍ଦି ହେଲିକପ୍ଟରଟାକୁ ଷ୍ଟାର୍ଟ କର, ନହେଲେ ବାଘ ଆମ କାହାରିକୁ ବି ଛାଡ଼ିବନି। ଏଇ ଦୁଷ୍ଟ ଶିଆଳ ଦଳ, ତମେ ମାନେ ତ ଆଜି ବଞ୍ଚିଗଲ। ତମମାନଙ୍କୁ ଯଦି ମୁଁ ଆଉ କେବେ ଏଇ ଜଙ୍ଗଲରେ ଦେଖିଛି, ସେଇଠି ମାରିକି ଖାଇଯିବି। ଆମେ ତ ୟୁଟ୍ୟୁବ ଭିଡିଓ ସୁଟିଂ କରିବା ପାଇଁ ଆସିଛେ। ତମେ ସବୁ ଜିନିଷ ପତ୍ର ଆଣିଛ ତ? ଆରେ ତୁ ଜମା ଚିନ୍ତା କରନି, ଆମେ ସବୁ ଜିନିଷ ଗଣି ଗଣି ଆଣିଛୁ। ଆଚ୍ଛା ହଉ, ଠିକ୍ ଅଛି। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ଏଇ ଜଙ୍ଗଲରେ ଭିଡିଓ ସୁଟିଂ କରିବା। ଆରେ ମତେ ବହୁତ ଖୁସି ଲାଗୁଛି। ଆମେ ଭିଡିଓ ସୁଟିଂ କରିକି ୟୁଟ୍ୟୁବରେ ଛାଡ଼ିବା, ଆଉ ୟୁଟ୍ୟୁବରୁ ପଇସା ପାଇବା। ଆଃ କି ମଜା! ଆରେ ତତେ ହିଁ ନୁହଁରେ, ମତେ ହିଁ ବହୁତ ଖୁସି ଲାଗୁଛି। ଏଇ ଆଉ ଡେରି କରନି, ସନ୍ଧ୍ୟା ହେବା ଆଗରୁ ଆମେ ଯେମିତି ଭିଡିଓ ସୁଟିଂ କରିସାରିଥିବା। ଆରେ ହଁ ହଁ, ଚାଲ ଚାଲ। ଆରେ ଏଇ ଦେଖ ତ, ଏଇ ଜାଗାଟା ସୁଟିଂ କରିବା ପାଇଁ ଭଲ ହବ ନା? ଆରେ ହଁ ହଁ, ଏଇ ଜାଗାଟା ଭିଡିଓ ସୁଟିଂ କରିବା ପାଇଁ ଭଲ ହବ। ତାହେଲେ ଆଜି ଆମର ପ୍ରଥମ ସୁଟିଂଟା ଏଇଠୁ ଆରମ୍ଭ କରିବା। ଏଇ ଶୁଣ ଶୁଣ, ଜଣେ ପଥର ଉପରେ ଛିଡା ହବ, ଆଉ ଜଣେ ପଥର ତଳେ ଛିଡା ହବ। ହଉ ହଉ, ଠିକ୍ ଅଛି, ସୁଟିଂ ଆରମ୍ଭ କର। ରୋଲ୍ କ୍ୟାମେରା ଆକ୍ସନ୍। ଏ ପୁଷ୍ପା, ତୁ ଯଦି ବଞ୍ଚିବାକୁ ଚାହୁଁଛୁ ତାହେଲେ ମୋ ସାମ୍ନାରେ ମୁଣ୍ଡ ନୁଆଇଁ ଦେ। ପୁଷ୍ପା ନା ଶୁଣିକି ତୁ ଫୁଲ ଭାବିଲୁ କି? ମୁଁ ଫୁଲ ନୁହଁ, ମୁଁ ହଉଛି ନିଆଁ ହୁଳା। ମୁଁ ପୁଷ୍ପାରାଜ, ଝୁକେଗା ନେଇ ସାଲା। ହଁ ଭଲ ହେଇଛି, ଆଜି ଏମିତି ହିଁ ସୁଟିଂ କରିବା।
ଚାଲ ଏବେ ଆମେ କିଛି ଖାଇଦେବା, ତାପରେ ଆଉ ଥରେ ସୁଟିଂ ଆରମ୍ଭ କରିବା। ଆରେ ଏଇଠି ତ ଖାଦ୍ୟ ନାହିଁ। ତମେ 2 ଜଣ ଖାଦ୍ୟ ଆଣିନ ନା ସବୁ ଖାଦ୍ୟ ଏକୁଟିଆ ଖାଇଦେଲ? ହେଁ, ଆମେ ତ ଖାଦ୍ୟ ଆଣିବା ପାଇଁ ଭୁଲି ଯାଇଛୁ। ଏବେ ଆମେ କ'ଣ କରିବା? ଏଇ ତମେ 2 ଜଣ ଯଦି ଖାଦ୍ୟ ଆଣିବା ପାଇଁ ଭୁଲି ଯାଇଛ, ତାହେଲେ ତମେ ଯାଅ ଜଙ୍ଗଲରୁ କୋଉଠୁ ଖାଦ୍ୟ ସଂଗ୍ରହ କରିକି ଆଣ, ନହେଲେ ଆମେ ଭୋକରେ ସୁଟିଂ କେମିତି କରିବା? ତୁ ଜମା ଚିନ୍ତା କରନି, ଆମେ ଯାଉଛୁ କୋଉଠୁ ଖାଦ୍ୟ ଯୋଗାଡ଼ କରିକି ଆଣିବୁ। ହଉ ହଉ ଜଲ୍ଦି ଯାଅ, ଆହୁରି ବହୁତ ସୁଟିଂ ବାକି ଅଛି। ଏଇ ଜଙ୍ଗଲର ପାଖ ଗାଁରୁ ମୁଁ ତ ଏଇ କୁକୁଡ଼ାଟାକୁ ଚୋରି କରିକି ଆଣି ଆସିଛି। ଆଜି ଏଇ କୁକୁଡ଼ା ମାଂସ ଖାଇବାରେ ମଜା ଆସିବ। ଏଇ କୁକୁଡ଼ା ମାଂସ ଖାଇବା ଆଗରୁ ମୁଁ ଯାଉଛି ନଦୀରୁ ଟିକେ ଗାଧେଇକି ଆସିବି, ତାପରେ ଆରାମରେ ଏଇ କୁକୁଡ଼ାର ମାଂସ ଖାଇବି। ଏଇ ଲାଲଟୁ ଦେଖ ଦେଖ, ଏଇଠି ତ ଗୋଟେ ଗୁମ୍ଫା ଅଛି। ଚାଲ ଏଇ ଗୁମ୍ଫା ଭିତରକୁ ଯିବା। ଏଇ ଗୁମ୍ଫାରେ ଯଦି କିଛି ଖାଦ୍ୟ ଥିବ ତାହେଲେ ଚୋରି କରିକି ଆଣି ଆସିବା। ଆମେ ଏମିତି ଗୁମ୍ଫା ଭିତରକୁ ଯିବାଟା ଠିକ୍ ହବନି। ଯଦି ଗୁମ୍ଫା ଭିତରେ କୋଉ ହିଂସ୍ର ଜନ୍ତୁ ଥିବ ତାହେଲେ ତ ସିଏ ଆମକୁ ମାରିଦେବ। ମୁଁ ଏବେ ଜଲ୍ଦି ଯାଇକି ନଦୀରୁ ଗାଧେଇକି ଆସେ, ଆଉ ଡେରି କରେନି। ତାପରେ ଏଇ କୁକୁଡ଼ାଟାକୁ ଆରାମରେ ଖାଇବି। ଏଇ ଲାଲଟୁ, ମତେ ଲାଗୁଛି ଗୁମ୍ଫା ଭିତରୁ କିଏ ଗୋଟେ ଆସୁଛି। ଚାଲ ଆମେ ଏଇଠି ଲୁଚି ପଡ଼ିବା। ଏଇ ଲାଲଟୁ ଦେଖ ଦେଖ, এইটা ତ ବାଘର ଗୁମ୍ଫା। ଏଇ ବାଘର ଗୁମ୍ଫାରେ ତ ବହୁତ ଖାଦ୍ୟ ଥିବ। ବାଘ ଆସିବା ଆଗରୁ ଚାଲ ସେଇ ଗୁମ୍ଫାରୁ ଖାଦ୍ୟ ଚୋରି କରିକି ଆଣି ଆସିବା। ଏଇ ଦେଖ ଦେଖ, এইଠି ତ ଗୋଟେ କୁକୁଡ଼ା ଅଛି। ବାଘ ଆସିବା ଆଗରୁ ଏଇ କୁକୁଡ଼ାକୁ ନେଇକି ପଳେଇବା ଚାଲ। ହଁ ହଁ ଚାଲ ଚାଲ, ବାଘ ଆସିଲେ ଆମର ରକ୍ଷା ନାହିଁ। এই দেখ দেখ, ଆମେ କେତେ ବଡ଼ କୁକୁଡ଼ା ନେଇକି ଆସିଛୁ। ଚାଲ ଏବେ ଆମେ ଏଇ କୁକୁଡ଼ାକୁ ଖାଇବା, ତାପରେ ଆମର ସୁଟିଂ ଆରମ୍ଭ କରିବା। ଆରେ ହଁ ହଁ, ଜଲ୍ଦି ଖାଇବା ଚାଲ, ଆମର ଆହୁରି ସୁଟିଂ ବାକି ଅଛି। ସନ୍ଧ୍ୟା ହେଇଗଲେ ଆମେ ଆଉ ସୁଟିଂ କରିପାରିବାନି। আরে বাহ, এই কুকুଡ଼ା ମାଂସ ଖାଇବାରେ ତ ମଜା ଆସିଗଲା। ଏଇ ତମେ 2 ଜଣ ଏଇ କୁକୁଡ଼ାଟାକୁ କୋଉଠୁ ଆଣିଲ? ଏଇ ଜଙ୍ଗଲରେ ଗୋଟେ ବାଘର ଗୁମ୍ଫା ଅଛି। ସେଇ ଗୁମ୍ଫା ଭିତରେ ବାଘ ନଥିଲା ବେଳେ ଆମେ ଯାଇକି ତା ଗୁମ୍ଫାରୁ କୁକୁଡ଼ାଟାକୁ ଚୋରି କରିକି ଆଣି ଆସିଲୁ। ଏଇ ଧୀରେ ଧୀରେ କହ, ଯଦି କୋଉ ଜୀବଜନ୍ତୁ ଶୁଣିକି ବାଘକୁ କହିଦେଲେ ତାହେଲେ ବାଘ ଆମକୁ ଛାଡ଼ିବନି। ଆଚ୍ଛା, ଏଇ କଥା, କୁଆଡ଼ୁ ଶିଆଳ ଦଳ ଆସିକି ବାଘ ଗୁମ୍ଫାରୁ କୁକୁଡ଼ା ଚୋରି କରିକି ଆଣିକି ଖାଇ ଦଉଛନ୍ତି।
ମୁଁ ଯାଉଛି ଏସବୁ କଥା ବାଘ ଆମକୁ କହିଦେବି, ନହେଲେ ବାଘ ଆମକୁ ଦୋଷ ଦବ। ମୋର ତ ଗାଧେଇବା ହେଇଗଲା। ଏବେ ମୁଁ ଗୁମ୍ଫାକୁ ଯାଇକି ସେଇ କୁକୁଡ଼ାଟାକୁ ଆରାମରେ ଖାଇବି। ଆରେ ମୋ କୁକୁଡ଼ାଟା କୁଆଡ଼େ ଗଲା? ମୁଁ ତ ଏଇଠି ରଖିକି ଯାଇଥିଲି। ମୋ କୁକୁଡ଼ାଟାକୁ କିଏ ଚୋରି କରିକି ନେଇଗଲା ନା କଣ? ମୁଁ କେତେ କଷ୍ଟରେ ସେଇ କୁକୁଡ଼ାଟାକୁ ଧରିକି ଆଣିକି ଆରାମରେ ଖାଇ ଭାବୁଥିଲି, କିନ୍ତୁ ମୋ କୁକୁଡ଼ାଟାକୁ କିଏ ଚୋରି କରିକି ନେଇଗଲା? ବାଘ ଆମୁ ତମ କୁକୁଡ଼ାଟାକୁ କିଏ ଚୋରି କରିକି ନେଇଛି ମୁଁ ଜାଣିଛି। କାହାର ଏତେ ବଡ଼ ସାହସ ମୋ କୁକୁଡ଼ା ଚୋରି କରିକି ନେଇଛି? ତା ନାଁଟା ମତେ କହ, ତାକୁ ମୁଁ ଛାଡ଼ିବିନି। ବାଘ ଆମୁ ଏଇ ଜଙ୍ଗଲରେ ଭିଡିଓ ସୁଟିଂ କରିବା ପାଇଁ କୁଆଡୁ ଶିଆଳ ଦଳ ଆସିଛନ୍ତି। ସେଇ ଶିଆଳ ଦଳ ତମ ଗୁମ୍ଫାରେ ପଶିକି କୁକୁଡ଼ା ଚୋରି କରିକି ନେଇକି ଖାଇ ଦେଇଛନ୍ତି। ଏଇ ବଗ, ସେଇ ଦୁଷ୍ଟ ଶିଆଳ ମାନଙ୍କ ପାଖକୁ ମତେ ନେଇଯା। ସେଇ ଦୁଷ୍ଟ ଶିଆଳ ଦଳକୁ ମୁଁ ଆଜି ଛାଡ଼ିବିନି। ଆସ ବାଘ ଆମୁ, ମୁଁ ସେଇ ଦୁଷ୍ଟ ଶିଆଳ ଦଳ ପାଖକୁ ନେଇଯିବି। ଏଇ ଖାଇବା ତ ହେଇଗଲା, ଚାଲ ଏବେ ଆମେ ଆଉ ଥରେ ଭିଡିଓ ସୁଟିଂ କରିବା। ସନ୍ଧ୍ୟା ହେଇଗଲେ ଆଉ ଭିଡିଓ ସୁଟିଂ କରିପାରିବାନି। ବାଘ ଆମୁ ଏଇ ଦେଖନ୍ତୁ, ତମ ଖାଦ୍ୟ ଚୋରି କରିକି ଆଣିକି ଏମାନେ ଖାଇକି ଏଇଠି ଭିଡିଓ ସୁଟିଂ କରୁଛନ୍ତି। ଦୁଷ୍ଟ ଶିଆଳ ଦଳ ମୋ ଖାଦ୍ୟ ଚୋରି କରିକି ଖାଇକି ଏଇଠି ଭିଡିଓ ସୁଟିଂ କରୁଛନ୍ତି। ଏମାନଙ୍କୁ ମୁଁ ଛାଡ଼ିବିନି। ଏଇ ତମେ ଦି ଜଣ ରେଡି ତ? ହଁ ରେଡି। ରୋଲ୍ କ୍ୟାମେରା ଆକ୍ସନ। ଏଇ ପୁଷ୍ପା, ତତେ ମୋ ଆଗରେ ମୁଣ୍ଡ ନୁଇବାକୁ ହିଁ ପଡିବ। ଆରେ କ୍ୟାମେରାରେ କଣ ବାଘ ଦେଖାଯାଉଛି? ଆରେ ଏଇ ବାଘ ତ ସତରେ ଅଛି। ଏଇ ଲାଲଟୁ ପଲଟୁ, ତମ ପଛରେ ଦେଖ, ତମ ପଛରେ ବାଘ ଛିଡା ହେଇଛି। ଏଇ ଦୁଷ୍ଟ ଶିଆଳ ଦଳ, ମୋ ଖାଦ୍ୟ ଚୋରି କରିକି ଖାଇକି ଏଇଠି ଭିଡିଓ ସୁଟିଂ କରୁଛ। ତମ କାହାରିକୁ ବି ମୁଁ ଛାଡ଼ିବିନି। ତମ ସମସ୍ତଙ୍କୁ ମୁଁ ମାରିକି ଖାଇଯିବି। ଏଇ ଦେଖୁଛ କଣ? ଏଠୁ ସବୁ ଦୌଡ଼ିକି ପଳାଅ ରେ, ନହେଲେ ବାଘ ମାରିକି ଖାଇଯିବ। ଏଇ ଦୁଷ୍ଟ ଶିଆଳ ଦଳ, ମୋ ଖାଦ୍ୟ ଚୋରି କରିକି ଖାଇକି କୁଆଡେ ପଳଉଛ? ତମକୁ ଯଦି ଆଉ ଥରେ ଏଇ ଜଙ୍ଗଲରେ ଦେଖିଛି, ସେଇଠି ହିଁ ମାରିକି ଖାଇଯିବି। ଆଜି ବି ତ ସକାଳ ହେଇଗଲା, ଆଉ ମୋତେ ଭୋକ ଲାଗିଲାଣି। ମୁଁ ଯାଏ ବାହାରୁ କିଛି ଖାଦ୍ୟ ଖାଇକି ଆସେ। ଆରେ ମୁଁ କ'ଣ ଖାଇବି? ଆଖପାଖରେ ତ କିଛି ଦେଖିପାରୁନି। ଆରେ ସେଇଟା ତ ଗୋଟେ ନଦୀ। ସେଇ ନଦୀରେ ତ ବହୁତ ମାଛ ଅଛନ୍ତି। ମୁଁ ଯାଉଛି ସେଇ ନଦୀରୁ ମାଛ ଧରିକି ଖାଇବି। ଆରେ ବାଃ, ଏଇ ନଦୀରେ ତ ବହୁତ ମାଛ ଅଛନ୍ତି।
ଏଇ ମାଛ ଗୁଡ଼ାକୁ ଦେଖିକି ମୋ ପାଟିରୁ ଲାଳ ଗଡ଼ିଲାଣି। କିନ୍ତୁ ଏଇ ମାଛ ଗୁଡ଼ାକୁ ମୁଁ କେମିତି ଧରିକି ଖାଇବି? ଆରେ ସେଇଠି ଗୋଟେ କୁମ୍ଭୀର ଅଛି ନା, ମୁଁ ଯାଉଛି ସେ କୁମ୍ଭୀରକୁ ଡାକିବି ଆଉ କିଛି ମାଛ ମାଗିବି। ଓ କୁମ୍ଭୀର ଭାଇ ଟିକେ ଶୁଣ ମୋ କଥା। ଏଇ ଦୁଷ୍ଟ ଶିଆଳ ମୋତେ କ'ଣ ପାଇଁ ଡାକୁଛି? ଇଏ ତ ମୋ ପୁଅକୁ ଦିନେ ମାରିକି ଖାଇ ଦେଇଥିଲା। ହେଲେ ବି ମୁଁ ଯାଏ, ଇଏ କ'ଣ ପାଇଁ ମୋତେ ଡାକୁଛି ଶୁଣେ। ଏଇ ଦୁଷ୍ଟ ଶିଆଳ ତୋର କ'ଣ ହେଇଛି? ତୁ ଏତେ ଚିତ୍କାର କରୁଛୁ କ'ଣ ପାଇଁ? ଆରେ କୁମ୍ଭୀର ଭାଇ, ଏଇ ନଦୀରୁ କିଛି ମୋତେ ମାଛ ଧରିକି ଦିଅ। ଏଇ ନଦୀର ମାଛ ଗୁଡ଼ାକୁ ଦେଖିକି ମୋ ପାଟିରୁ ଲାଳ ଗଡ଼ିଲାଣି। ଏଇ ଦୁଷ୍ଟ ଶିଆଳ, ମୁଁ ତୋତେ ପାଗଳ ଦେଖାଯାଉଛି କି ଯେ ତୋତେ ମାଛ ଧରିକି ଦେବି? ତୁ ତ ମୋ ପୁଅକୁ ଦିନେ ମାରିକି ଖାଇ ଦେଇଥିଲୁ। ତୁ ଏଇଠୁ ଜଲ୍ଦି ପଳା, ଯଦି ମୁଁ ତୋତେ ଧରିଛି ନା ଏବେ ହିଁ ମାରିକି ଖାଇଯିବି। କୁମ୍ଭୀର ଭାଇ, ମୁଁ ତମର ଆଉ କିଛି କ୍ଷତି କରିବିନି। ତମେ ମୋତେ ଏଇ ନଦୀରୁ କିଛି ମାଛ ଧରିକି ଦିଅ। ଦୁଷ୍ଟ ଶିଆଳ, ଯିବୁ ନା ଏଇଠୁ ଦେଖିବୁ ତୋତେ ଏଇଠୁ କିଛି ମାଛ ଫାଛ ମିଳିବନି। ଏଇଠୁ ଜଲ୍ଦି ପଳା। ଏଇ ହାରାମଜାଦା କୁମ୍ଭୀରଟା ମୋତେ ଗୋଟେଇ ମାଛ ଧରିକି ଦେଲାନି। ଏଇ ହାରାମଜାଦା କୁମ୍ଭୀରକୁ ମୁଁ ଦିନେ ନା ଦିନେ ମାରିକି ଖାଇବି। ମୁଁ ଏବେ ଯାଏ, ଆଉ କେଉଁଠୁ କିଛି ଖାଦ୍ୟ ଖୋଜିକି ଦେଖେ। ଆରେ ବାଃ, ଏଇଠି ତ ଗୋଟେ ମହୁ ବସା ଅଛି। ମହୁ ଖାଇବା ପାଇଁ ତ ବହୁତ ମିଠା ଲାଗେ। କିନ୍ତୁ ମୁଁ ଏଇଠୁ ମହୁ କେମିତି ଖାଇବି? ମହୁ ବସା ପାଖକୁ ଗଲେ ତ ସେଇ ମହୁ ଗୁଡ଼ା ମୋତେ କାମୁଡ଼ି ଦେବେ। ଏଇଠୁ ମହୁ ଖାଇବାକୁ ହେଲେ ମହୁ ମାଛି ଗୁଡ଼ାକୁ ମୋତେ ବକା ବନେଇବାକୁ ପଡ଼ିବ। କିନ୍ତୁ ଏଇ ମହୁ ମାଛି ଗୁଡ଼ାକୁ ମୁଁ କେମିତି ବକା ବନେଇବି? ଆରେ ଏଇ ଶିଆଳଟା କ'ଣ ବହୁତ ସମୟ ହେଲାଣି ଏଇଠି ଛିଡ଼ା ହେଇଛି? ଇଏ ଏଠି କ'ଣ କରୁଛି? ଆରେ ଶିଆଳ ଭାଇ, ମୁଁ ଦେଖୁଛି ତମେ ବହୁତ ସମୟ ହେଇଗଲାଣି ଏଇଠି ଛିଡ଼ା ହେଇଛ। ତମେ କିଛି କହିବାକୁ ଚାହୁଁଛ କି? ନା ନା ମହୁରାଣୀ, ମୁଁ ଏଠି ଏମିତି ହିଁ ଛିଡ଼ା ହେଇଥିଲି। କିନ୍ତୁ ମୁଁ ତମ ମହୁ ବସା ଦେଖିକି ମୁଁ ଭାବିଲି ତମର କିଛି ସାହାଯ୍ୟ କରିବି ବୋଲି। କିନ୍ତୁ ତମେ ଆମକୁ କ'ଣ ସାହାଯ୍ୟ କରିପାରିବ ଶିଆଳ ଭାଇ? ମହୁରାଣୀ, ଏଇଠୁ କିଛି ଦୂରରେ ଗୋଟେ ଫୁଲ ବଗିଚା ଅଛି। ତମେ ସମସ୍ତେ ଯାଇକି ସେଇ ଫୁଲ ବଗିଚାରୁ ମହୁ ସଂଗ୍ରହ କରିକି ଆଣିପାରିବ। ଆରେ ଶିଆଳ ଭାଇ, ତମେ ସତ କହୁଛ? ଏଇଠୁ କିଛି ଦୂରରେ ଫୁଲ ବଗିଚା ଅଛି? ହଁ ମହୁରାଣୀ, ମୁଁ ସତ କହୁଛି। ତମେ ସେଇଠିକି ଜଲ୍ଦି ଯାଅ, ନହେଲେ ଅନ୍ୟ ମହୁମାଛି ଆସିକି ସେଇଠୁ ରସ ସଂଗ୍ରହ କରିକି ନେଇଯିବେ। ଠିକ୍ ଅଛି ଶିଆଳ ଭାଇ, ଆମେ ଏବେ ହିଁ ଯାଉଛୁ ଆଉ ସେଇଠୁ ମହୁ ସଂଗ୍ରହ କରିକି ଆସୁଛୁ। ଏଇ ମହୁମାଛି ଗୁଡ଼ାକୁ ତ ମୁଁ ବକା ବନେଇକି ଏଇଠୁ ପଠେଇଦେଲି। ମୁଁ ଏବେ ଯାଉଛି ଏଇଠୁ ମହୁ ଖାଇବି। ଆରେ ବାଃ, ଏଇ ମହୁ ଖାଇକି ତ ମୋ ଆତ୍ମାଟା ଶାନ୍ତି ହେଇଗଲା। ମୁଁ ଏବେ ଏଇଠୁ ଜଲ୍ଦି ପଳାଏ, ନହେଲେ ସେ ମହୁମାଛି ଗୁଡ଼ା ଆସିଲେ ମୋର 12 ବଜେଇ ଦେବେ। ଏଇଟା ବଗଟା ନା? ବହୁତ ଦିନ ହେଇଗଲାଣି ତ ମୁଁ ବଗ ମାଂସ ଖାଇନି। ଯେମିତି ହେଲେ ବି ଏଇ ବଗକୁ ବକା ବନେଇକି ଖାଇବାକୁ ପଡ଼ିବ। ଆରେ ବଗ ଭାଇ, ତମେ କ'ଣ ଅଣ୍ଡା ଉପରେ ବସିଛ? ଆଉ ତମ ସ୍ତ୍ରୀ କୁଆଡ଼େ ଗଲା? କ'ଣ କହିବି ଆଉ ଶିଆଳ ଭାଇ, ମୋ ସ୍ତ୍ରୀ ଦିନେ ପାଖ ନଦୀକୁ ମାଛ ଧରିବା ପାଇଁ ଯାଇଥିଲା, କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଆଉ ଫେରିଲାନି। ଆରେ ମୁଁ ତ ୟାର ସ୍ତ୍ରୀକୁ ଖାଇ ଦେଇଛି। ମୁଁ ଆଉ କ'ଣ କହିବି? କ'ଣ ହେଲା ଶିଆଳ ଭାଇ, ତମେ କ'ଣ ଭାବୁଛ? ଆରେ ନା ନା, କିଛି ନାହିଁ।
ତମେ ଜମା ଚିନ୍ତା କରନି, ତମ ସ୍ତ୍ରୀ ଜଲ୍ଦି ହିଁ ଫେରି ଆସିବ। ହଁ ଶିଆଳ ଭାଇ, ତମ କଥା ସତ ହଉ ଆଉ ମୋ ସ୍ତ୍ରୀ ଜଲ୍ଦି ପଳେଇ ଆସୁ। ମୁଁ କ'ଣ କହୁଥିଲି କି ବଗ ଭାଇ, ତମେ ଏଇଠିକି ଟିକେ ଆସ ନା, ଆମେ 2 ଜଣ ଟିକେ ଦୁଃଖ ସୁଖ କଥା ହେବା। ନା ଶିଆଳ ଭାଇ, ମୋର ତମ ଉପରେ ବିଶ୍ୱାସ ନାହିଁ। ତମେ ଯେତେବେଳେ ହେଲେ ହିଁ ମନ ପରିବର୍ତ୍ତନ କରିପାର। ଆରେ ବଗ ଭାଇ, ତମେ ମୋତେ ଖରାପ ଭାବୁଛ କ'ଣ ପାଇଁ? ତମ ଦୁଃଖଟାକୁ ମୁଁ ବାଣ୍ଟିକି ନେବା ପାଇଁ ଚାହୁଁଛି। ନା ଥାଉ, ତମେ ମୋ ଦୁଃଖକୁ ଭାଗ କରିକି ନେବା ଦରକାର ନାହିଁ। ମୁଁ ଚାଲିଲି ନଦୀକୁ ମାଛ ଶିକାର କରିବା ପାଇଁ। ଆରେ ଏଇ ବଗଟା ତ ବହୁତ ଚାଲାକ, କିନ୍ତୁ ମୋତେ ଇଏ ଚିହ୍ନିନି। ମୋ ନାଁ ହେଉଛି ପଲ୍ଟୁ ଶିଆଳ। ଆରେ ଯା ଯା, ମହାଆନନ୍ଦରେ ଯା, ଫେରି ଆସିଲା ବେଳେ ଦେଖିବୁ ତ ବସାରେ ଗୋଟେ ବି ଅଣ୍ଡା ନଥିବ। ମୁଁ ଏବେ ଯାଉଛି, ସେଇ ଅଣ୍ଡା ଗୁଡ଼ାକୁ ପୋଖରୀ ଭିତରୁ ଆଣିକି ଖାଇବି। ଆରେ ଆରେ, ମୁଁ ତ ପୋଖରୀରେ ପଡ଼ିଗଲି। ଆଖପାଖରେ ତ କାହାକୁ ଦେଖିପାରୁନି। ଏବେ ମୁଁ କ'ଣ କରିବି? ଆରେ ଆରେ, ସେଇ ବକା ବଗ ତ ପଳେଇ ଆସିଲାଣି। ସିଏ ତ ଏବେ ସବୁ ଜାଣିପାରିବ। ଯାହାହେଲେ ହିଁ ମୋତେ ଆଉ ଥରେ ତାକୁ ବକା ବନେଇବାକୁ ପଡ଼ିବ। ଆରେ ଶିଆଳ ଭାଇ, ତମେ କ'ଣ ଏଇ ପୋଖରୀ ଭିତରେ ଝୁଲୁଛ? ମୋତେ ଲାଗୁଛି ତମେ ମୋ ଅଣ୍ଡା ଗୁଡ଼ାକୁ ଖାଇବା ପାଇଁ ଆସିଥିଲ। ଆରେ ତମେ କ'ଣ ମୋତେ ଏମିତି କହୁଛ? ମୁଁ କ'ଣ ତମ ଅଣ୍ଡା ଗୁଡ଼ାକୁ ଖାଇବା ପାଇଁ ଆସିକି ଏଇଠି ଝୁଲୁଛି? ଆଉ ତାହେଲେ ଏଇ ପୋଖରୀ ଉପରେ ଝୁଲୁଛ କ'ଣ ପାଇଁ? ଆରେ ତମ ଅଣ୍ଡା ଗୁଡ଼ାକୁ ଗୋଟେ ସାପ ଖାଇବା ପାଇଁ ଆସୁଥିଲା। ମୁଁ ତ ଗୋଟେ ଦୟାଳୁ ଶିଆଳ, କାହାର ଦୁଃଖ କଷ୍ଟ ଦେଖିପାରେନି। ସେଥିପାଇଁ ସାପକୁ ମୁଁ ଏଇଠୁ ବାହାର କରିବାକୁ ଯାଇକି ଏଇ ପୋଖରୀ ଭିତରେ ପଡ଼ିଗଲି। ଓ ଆଚ୍ଛା, ଏଇ କଥା। ମୁଁ ତ ତମକୁ ଖରାପ ଭାବୁଥିଲି। ଶିଆଳ ଭାଇ, ମୋତେ କ୍ଷମା କରିଦିଅ। ଏଇ ତ ମୂର୍ଖ ବଗ ଲାଇନକୁ ଆସିଲାଣି। ବଗ ଭାଇ, ମୁଁ କ'ଣ କହୁଥିଲି କି, ତମ ଅଣ୍ଡା ଗୁଡ଼ା ପୋଖରୀ ଭିତରେ ନ ରଖି ଏଇ ପୋଖରୀ କୂଳକୁ ଆଣି ଆସ। କିନ୍ତୁ କ'ଣ ପାଇଁ ଶିଆଳ ଭାଇ? ଆରେ ତମେ ତ ବେଶୀ ସମୟ ଅଣ୍ଡା ଗୁଡ଼ା ପାଖରେ ରହୁନ, ଖାଦ୍ୟ ଖୋଜିବା ପାଇଁ ପଳାଉଛ। ଯଦି ତମେ ନଥିବା ବେଳେ କିଏ ଆସିକି ତମ ଅଣ୍ଡା ଗୁଡ଼ାକୁ ଖାଇଦିଏ, ତାହେଲେ ତମର କ'ଣ ହେବ? ସେଥିପାଇଁ ମୁଁ କହୁଥିଲି କି ତମ ଅଣ୍ଡା ଗୁଡ଼ାକୁ ପୋଖରୀ କୂଳକୁ ଆଣି ଆସ। କିନ୍ତୁ ଶିଆଳ ଭାଇ, ପୋଖରୀ କୂଳରେ ଅଣ୍ଡା ଗୁଡ଼ା ରଖିଲେ ତ ଆହୁରି ବିପଦ। ବଗ ଭାଇ, ତମେ ଜମା ଚିନ୍ତା କରନି। ତମ ଅଣ୍ଡା ଗୁଡ଼ାର ଧ୍ୟାନ ମୁଁ ରଖିବି। ଆଉ ତା ବଦଳରେ ମୋତେ ତମେ ମାଛ କଙ୍କଡ଼ା ଆଣିକି ଦେବ। ହଉ ଠିକ୍ ଅଛି ଶିଆଳ ଭାଇ, ମୁଁ ତମକୁ ସବୁଦିନେ ମାଛ କଙ୍କଡ଼ା ଆଣିକି ଦେବି। ଆଉ ତା ବଦଳରେ ତମେ ମୋ ଅଣ୍ଡା ଗୁଡ଼ାର ଧ୍ୟାନ ରଖିବ। ଏଇ ତ ବଗ ଲାଇନକୁ ଆସିଗଲା। ଶିଆଳ ଭାଇ, ତମେ କ'ଣ ଭାବୁଛ? ନା ନା, ତମ ଅଣ୍ଡା ବସାଟାକୁ ଏଇଠିକି ଜଲ୍ଦି ଆଣି ଆସ। ଆରେ ବାଃ, ଏଇ ଅଣ୍ଡା ଗୁଡ଼ାକୁ ଦେଖିକି ମୋ ପାଟିରୁ ଲାଳ ଗଡ଼ିଲାଣି। ଏଇ ଅଣ୍ଡା ଗୁଡ଼ାକୁ ଯେମିତି ହେଲେ ମୋତେ ଖାଇବାକୁ ପଡ଼ିବ। ବଗ ଭାଇ, ତମେ ଏବେ ଯାଅ, ମୋ ପାଇଁ ମାଛ କଙ୍କଡ଼ା ନେଇକି ଆସ। ମୁଁ ତମ ଅଣ୍ଡା ଗୁଡ଼ାର ଧ୍ୟାନ ରଖୁଛି। ହଉ ଠିକ୍ ଅଛି, ମୁଁ ଯାଉଛି, ତମ ପାଇଁ ମାଛ କଙ୍କଡ଼ା ନେଇକି ଆସିବି। ଆରେ ଯା ଯା, ମୋ ପାଇଁ ମାଛ କଙ୍କଡ଼ା ନେଇକି ଆଇ। ମୁଁ ତତେ ଦିନେ ଖାଇବି, ଆଉ ତୋ ଅଣ୍ଡା ଗୁଡ଼ାକୁ ବି ଦିନେ ଖାଇବି। ଶିଆଳ ଭାଇ, ଏଇ ନିଅ ମାଛ କଙ୍କଡ଼ା, ଆଉ ଆରାମରେ ଖାଅ। ଆରେ ବାଃ, ଏଇ ତ ମାଛ କଙ୍କଡ଼ା ଆସିଗଲା। ମୁଁ ଏବେ ଯାଏ, ଏଇ ମାଛ କଙ୍କଡ଼ା ଗୁଡ଼ାକୁ ଖାଇଦିଏ। ଏମିତି କିଛି ଦିନ ବିତିଯାଏ। ସବୁଦିନେ ଏଇ ମାଛ କଙ୍କଡ଼ା ଖାଇବା ପାଇଁ ଆଉ ଇଚ୍ଛା ହଉନି। ଯେମିତି ହେଲେ ବି ଆଜି ଏଇ ବଗକୁ ବକା ବନେଇକି ଖାଇବା ପାଇଁ ପଡ଼ିବ। ଶିଆଳ ଭାଇ, ତମ ପାଇଁ ଆଜି ମୁଁ ମାଛ କଙ୍କଡ଼ା ନେଇକି ଆସିଛି, ଆସ ଖାଇବ। ବଗ ଭାଇ, ତମେ ମୋ ପାଇଁ ଏତେ ପରିଶ୍ରମ କରିକି ମାଛ କଙ୍କଡ଼ା ନେଇକି ଆସୁଛ,
ମତେ ବହୁତ ଖୁସି ଲାଗୁଛି ବଗ ଭାଇ। ସେଥିପାଇଁ ମୁଁ ତମ ସହିତ ହାତ ମିଶେଇବା ପାଇଁ ଚାହୁଁଛି। ନା ନା ଶିଆଳ ଭାଇ ଠିକ ଅଛି। ତମେ ବି ତମ ଅଣ୍ଡା ଗୁଡାକୁ ଜଗିକି ରହୁଛ, ତମେ ବି ତମ ଉପକାର କରୁଛ। ବଗ ଭାଇ ଆମେ 2 ଜଣ ଏବେ ଭାଇ ଭାଇ, ଆସ ହାତ ମିଶେଇବା। ତମେ ମୋର କିଛି କ୍ଷତି କରିବନି ତ? ଆରେ ନା ନା ବଗ ଭାଇ, ମୁଁ କିଛି କରିବିନି, ତମେ ଆସ। ଏବେ ତୁ କୁଆଡେ ଯିବୁ? ଏବେ ମୁଁ ତତେ ଚୁବେଇ ଚୁବେଇ ଖାଇବି, ଆଉ ତାପରେ ତୋ ଅଣ୍ଡା ଗୁଡାକୁ ବି ଖାଇବି। ଶିଆଳ ଭାଇ ମତେ ତମେ ଛାଡି ଦିଅ, ମତେ ତମେ ମାରନି, ମତେ ତମେ ଛାଡି ଦିଅ ଶିଆଳ ଭାଇ। ଆରେ ତତେ ଯଦି ମୁଁ ଛାଡିଦେବି ତାହେଲେ ମୁଁ କଣ ଖାଇବି? ଶିଆଳ ଭାଇ ମତେ ଛାଡି ଦିଅ, ତମେ ଯାହା କହିବ ମୁଁ ତାହା କରିବି। ଆରେ ମୁଁ କଣ ତୋ ପରି ବକା ହେଇଛି? ମୁଁ ତତେ ଛାଡିଦେବି ଆଉ ତୁ ଉଡିକି ପଳେଇବୁ ନା? ମୁଁ ତତେ ଏବେ ଚୁବେଇ ଚୁବେଇ ଖାଇବି। ଆରେ ବାଃ, ବହୁତ ଦିନ ପରେ ତ ମୁଁ ବଗର ମାଂସ ଖାଇଲି। ଏବେ ମୁଁ ଖାଇବି ବଗର ଅଣ୍ଡା। ଆରେ ବାଃ, ବଗ ଖାଇବା ବି ହେଇଗଲା, ବଗର ଅଣ୍ଡା ଖାଇବା ବି ହେଇଗଲା। ମୁଁ ଏବେ ଯାଉଛି ମୋ ଗୁମ୍ଫାରେ ଆରାମ କରିବି।